जिला हालचाल आज रही कलाहांडी जिला तथ्य देइचंती आम कलाहांडी संवाददाता सुनील कुमार पाढ़ी और उपस्थापन मु जितेंद्र कुमार नायक। अण कृषिभित्तिक क्षुद्र उद्योग प्रतिष्ठा पई आशायी व्यक्ति मानक पई एक अनन्य योजना प्रधानमंत्री मुद्रा योजना को 10 वर्ष पूरी। ଏହି ଯୋଜନାରେ ଅନେକ ହିତାଧିକାରୀ ଖୁବ୍ ସହଜ ଓ ସୁବିଧାରେ ବ୍ୟାଙ୍କରୁ ଋଣ ପାଇ ବ୍ୟବସାୟ କରି ସଫଳ ହୋଇପାରିଛନ୍ତି। ଯୋଜନାରେ କଳାହାଣ୍ଡି ଜିଲ୍ଲାରେ 2023-24 ଆର୍ଥିକ ବର୍ଷରେ 1,04,127 ଜଣ ହିତାଧିକାରୀଙ୍କୁ 565 କୋଟି 43 ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିବା ଲିଡ୍ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ଜଣେ ସଫଳ ବ୍ୟବସାୟୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସରୋଜ କୁମାର ସାହୁ। ସେ ପ୍ରିଣ୍ଟିଂ ଓ ଗ୍ରାଫିକ୍ସ ଦୋକାନ ଖୋଲିଥିଲେ, କିନ୍ତୁ ପୁଞ୍ଜିର ଅସୁବିଧା ପାଇଁ ତାଙ୍କ ବ୍ୟବସାୟ ବଢ଼ିପାରୁନଥିଲା। ପରେ ସେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ସମ୍ପର୍କରେ ଜାଣି ବ୍ୟାଙ୍କରୁ ଖୁବ୍ ସହଜରେ 10 ଲକ୍ଷ ଟଙ୍କା ଋଣ ପାଇ ଫଟୋକପି, ସ୍କାନିଂ, ପ୍ରିଣ୍ଟିଂ ଭଳି ଅନେକ କାମ କରି ଲାଭବାନ ହୋଇପାରିଥିବା କହିଛନ୍ତି। ଆମର ଫ୍ଲେକ୍ସ ବ୍ୟାନର ପ୍ରିଣ୍ଟ ଲାଗି ମୁଦ୍ରା ଲୋନ୍ ଆପ୍ଲାଏ କରିଥିଲି, ତ ମୁଦ୍ରା ଲୋନ୍ ପାଇବା ପରେ ମୋର ବହୁତ ବିଜନେସ୍ ବି ସକ୍ସେସଫୁଲ ଚାଲିଛେ। ପରେ ମୁଁ 10 ଲକ୍ଷର ମୁଦ୍ରା ଲୋନ୍ ନେଲି ବ୍ୟାଙ୍କରୁ, ତ ଠିକ୍ ଚାଲିଛେ। ମୁଦ୍ରା ଲୋନ୍ ନେବା ପରେ ମୋର ବିଜନେସ୍ ଆଗକେ ବଢି ପାରୁଛେ। ଆଉ ଯାହାକି ବି କ୍ୟାପିଟାଲ ବିଜନେସରେ କ୍ୟାପିଟାଲ ସର୍ଟେଜ ହଉଛେ, ସେ ମୁଦ୍ରା ଲୋନ୍ ଆପ୍ଲାଏ କରିକିନା କିଛି ବଡ ଆମାଉଣ୍ଟ ନେଲେ ବି କମ ଆମାଉଣ୍ଟରୁ ବି ଆରମ୍ଭ କରିପାରିବା। ଆଉ ଜଣେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀ ହେଉଛନ୍ତି ଭବାନୀପାଟଣା ସହରର ସେବକ ରାମ ସାହୁ। ସେ ତାଙ୍କ ବ୍ୟବସାୟକୁ ବଢ଼ାଇବା ପାଇଁ ମୁଦ୍ରା ଯୋଜନାରେ ବ୍ୟାଙ୍କରୁ 6 ଲକ୍ଷ ଟଙ୍କା ଋଣ ଆଣି ଗୋଟିଏ 4 ଚକିଆ ଗାଡ଼ି କିଣି ବ୍ୟବସାୟରେ ଲଗାଇଥିଲେ। ସେ ଋଣ ମଧ୍ୟ ପୈଠ କରିସାରିଛନ୍ତି। ଏବେ ସେ ତାଙ୍କ ବ୍ୟବସାୟ ସୁନ୍ଦର ଭାବରେ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ମୁଦ୍ରା ଯୋଜନାରେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ସହ ଆଶାୟୀ ଯୁବକ ଯୁବତୀମାନଙ୍କ ପାଇଁ ଏହି ଯୋଜନା ଏକ ଆଶାର କିରଣ ବୋଲି ସେ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଯୋଜନାର ବହୁତ ଫାଇଦା ହେଲା। ଏଇ ଗାଡି ଆଣିଲା ପରେ ମୁଁ ଗାଡି ଆଣିଲି, ଆଉ ତାଙ୍କର ଗୋଟେ ମାର୍ଜିନ ମନି ବି ଦେଇଥିଲି। ତାପରେ ମାର୍ଜିନ ମନି, ତାପରେ ଲୋନ୍ ଫୋନ୍ ମୁଇଁ 2-2.5 ବର୍ଷରେ ସୁଝିଦେଲି। ବହୁତ ଭଲ ଯୋଜନାଟା, ଏକଦମ ଯେନ୍ ମାନେ ଇଚ୍ଛୁକ ଚାହୁଁଛନ୍ करबा लागि ई ଯୋଜନାର ଫାଇଦା ନେବା କଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ରିଷିଗାଁ ଶ୍ରୀକୃଷ୍ଣ ନଗର ପଡ଼ିଆଠାରେ ପହଞ୍ଚି ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଥିଲେ। 3 ବର୍ଷରେ 7,550 କୋଟି ଟଙ୍କା ଏ ବାବଦରେ ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଶେଷ କରି କେଉଁମାନଙ୍କୁ ଏହି ଯୋଜନାରେ ଘର ମିଳିବ, ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ ଏବଂ ଶହୀଦ ପରିବାରକୁ ଏହି ଯୋଜନାରେ ଘର ମିଳିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର 69,000ରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ଗତ 3 ବର୍ଷରେ 7,550 କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ କଳାହାଣ୍ଡି ଜିଲ୍ଲାର 3,676 ହିତାଧିକାରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରିଜର୍ଭ ପୁଲିସ ପଡ଼ିଆଠାରେ 90ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୁଲିସ ଜନସାଧାରଣଙ୍କ ବନ୍ଧୁ ଏବଂ ଏହି ବନ୍ଧୁତ୍ୱ ଅଧିକ ମଧୁମୟ ହୋଇପାରିଲେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଅସୁବିଧା ଉପୁଜିବ ନାହିଁ ବୋଲି ଆରକ୍ଷୀ ଅଧୀକ୍ଷକ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୁଲିସ ବିଭାଗର କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 6 ଜଣ ପୁଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଶିଶୁ ବାଟିକା ଓ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଖଡ଼ିଛୁଆଁ 2025 ଆୟୋଜିତ ହୋଇଯାଇଛି। ଭବାନୀପାଟଣା ସହରସ୍ଥିତ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହା ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ 5 ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଥର ପାଇଁ ଶିଶୁ ବାଟିକାରେ ନାମ ଲେଖାଇବା ସହ ଅଧିକ ମାତ୍ରାରେ ସାମିଲ କରିବା ପାଇଁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ 21 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଜିଲ୍ଲାପାଳ ସେମାନଙ୍କୁ ସରକାରଙ୍କ ପ୍ରଦତ୍ତ କିଟ୍ ବଣ୍ଟନ କରିଥିଲେ। ଓଡ଼ିଆ ପକ୍ଷପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରି ଓଡ଼ିଶାର ସଂସ୍କୃତି, ପରମ୍ପରା, ଓଡ଼ିଆର ଅସ୍ମିତା ତଥା ବିକଶିତ ଓଡ଼ିଶା ସ୍ୱପ୍ନକୁ ପୂରଣ କରିବା ପାଇଁ ସମସ୍ତେ ଦୌଡ଼ିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସମେତ ବହୁ ଅଧିକାରୀ ଓ 250ରୁ ଅଧିକ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।